ପତଳା ପତଳା ଝୋଳ ତା ସହିତ ଆମ୍ବୁଲର ସୁଆଦିଆ ବାସ୍ନା ଏବଂ ଖଟାରେ ପ୍ରସ୍ତୁତ ହୋଇଥିବା ମାଛ ଝୋଳ ବା ମାଛ ବେସର ଆମ ଓଡ଼ିଆଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ରାଗ ଆଉ ଖଟାର ସ୍ୱାଦ ପୁରା ଭରିକି ଥିବ, ଝୋଳକୁ ହାପୁଡ଼ି ହାପୁଡ଼ି ଖିଆ ଚାଲିଥିବ। ରାଗ ପ୍ରେମୀଙ୍କୁ କଞ୍ଚା ଲଙ୍କାଟେ ଦିଆଯାଇଥିବ, ଆଉ ସେଇ କଞ୍ଚା ଲଙ୍କାକୁ ଦଳିକି ସେ ଝୋଳ ସାଙ୍ଗରେ ଖାଇବାର ମଜା ଯିଏ ନେଇଛି ସେ ହିଁ ଜାଣିଛି। ତେବେ ନମସ୍କାର, ପ୍ରୀତିଛନ୍ଦା ହୋମ୍ କିଚେନକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା। ଗାଁ ଷ୍ଟାଇଲ ପତଳା ମାଛ ଝୋଳ, ଟିକେ ରାଗ ଟିକେ ଖଟା। ଆଜି ମାଛକୁ ମୁଁ କିଛି ଅଲଗା ଭାବରେ ମ୍ୟାରିନେଟ୍ କରିବି, ଅଲଗା ଶୈଳୀରେ। ସବୁ ସେମ୍ ରହିବ କିନ୍ତୁ ପ୍ରୋସେସ୍ ଟିକେ ଅଲଗା ରହିବ। ପ୍ରଥମେ ଗୋଟେ ଜାଗାରେ କିଛି ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଆମେ ମାଛକୁ ଦେଖିକି ନେଇଯିବା। ହଳଦୀ ଏବଂ ଲଙ୍କାଗୁଣ୍ଡ ମଧ୍ୟ ମାଛକୁ ଦେଖିକି ହିଁ ନେବା। ଭଲ ଭାବରେ ହଳଦୀ, ଲୁଣ ଏବଂ ଲଙ୍କାଗୁଣ୍ଡକୁ ଏମିତି ମିକ୍ସ କରି ନେବା। ତାପରେ ଯେଉଁ ମାଛ ସବୁ ଆମେ ଧୋଇକି ଭଲ ଭାବରେ ସଫା କରିକି ରଖିଥିଲେ ସେ ସବୁକୁ ଭଲ ଭାବରେ ଏପଟ ସେପଟ କରିକି ଆମର এই ମସଲାରେ ଗୋଳେଇ ନେବା। ଏମିତି କରିବା ଦ୍ୱାରା ସବୁ ମସଲା ସମାନ ଭାବରେ ମାଛରେ ଲାଗିଥାଏ ଏବଂ ଆମର ଯେଉଁ ମାଛ ଭଜାଟା ନା ଭାରି ଟେଷ୍ଟ ଲାଗେ। ଖାଲିରେ ବି ଖାଇବାକୁ ଭାରି ମଜା ଲାଗେ ଏବଂ ତରକାରୀରେ ମଧ୍ୟ ମାଛର ଟେଷ୍ଟ ବହୁତ ବଢ଼ିଯାଇଥାଏ। ଆପଣଙ୍କୁ ଯଦି ମାଛରେ ଟିକେ ଆମିଷ ସ୍ମେଲ୍ ଅଧିକ ଲାଗେ, ଆପଣ ଚାହିଁଲେ ଏହି ସମୟରେ ଫାଳେ ଲେମ୍ବୁ ଚିପୁଡ଼ି ନେଇପାରିବେ। ମାଛର ଗଣ୍ଡି ପିସ୍ ଗୁଡ଼ିକୁ ମୁଁ ଅଲଗା ଭାବରେ ମ୍ୟାରିନେଟ୍ କରିଥିଲି ଏବଂ ମୁଣ୍ଡକୁ ମଧ୍ୟ ମୁଁ ଅଲଗା ଭାବରେ ରଖି ମ୍ୟାରିନେଟ୍ କରିଥିଲି, ଯେଉଁଥିରେ ମୁଁ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଏବଂ ଲୁଣ ପକାଇ ଦେଇଥିଲି। ଏଠି ଦେଖନ୍ତୁ ପୁରା ଶୁଖିଲା ଭଳିଆ ସବୁତକ ମସଲା ମ୍ୟାରିନେଟ୍ ହେଇକି ଅଛି। ଏବେ କ'ଣ କରିବା, ଗୋଟେ କଡ଼େଇ ନେବା। କଡ଼େଇରେ ଆମେ କିଛି ସୋରିଷ ତେଲ ଆଡ଼୍ କରିଦେବା। ମାଛ ବେସରଟି ସୋରିଷ ତେଲରେ ହିଁ ଭଲ ଲାଗେ, କିନ୍ତୁ ମାଛ ଭଜା ବି ସେମିତି ଆମେମାନେ ସୋରିଷ ତେଲର ହିଁ ୟୁଜ୍ କରିବା। ଏଠି ଦେଖନ୍ତୁ ସୋରିଷ ତେଲରୁ ଯେତେବେଳେ ପୁରା ଧୂଆଁ ବାହାରିଲା ତ ସେଇ ସମୟରେ ହିଁ ଆମେ ମାଛ ଭାଜିବା। ଯଦି ଆଗୁଆ ଟିକେ ଗରମ ଥିବ, ଧୂଆଁ ବାହାରୁ ନଥିବ, ମାଛ ପକାଇଦେବା ନା, ସେ ମାଛ କ'ଣ ହେବ, ପୁରା ଲାଖିଯିବ କଡ଼େଇରେ। ଆଉ ଗୋଟେ ମୁଁ ଏଇଠି ଟିପ୍ସ କହିବି, ସାଧାରଣତଃ ପେଟି ଆମେମାନେ ଭାଜିଲା ବେଳକୁ ସେ ପେଟି ଏମିତି ଫୁଲିଯାଏ ଆଉ ତାର ତଳ ସାଇଡ଼୍ଟା ଭଲସେ ଭାଜି ହେଇପାରେନି। ତ ସେଇ ସମୟରେ କ'ଣ କରିବେ, ପେଟିକୁ ସାଙ୍ଗେ ସାଙ୍ଗେ ପକଉ ସାଙ୍ଗେ ସାଙ୍ଗେ ଏମିତି ଆମେ ପ୍ରେସ୍ କରିନେବା ପେଟିକୁ ଏବଂ ସାଙ୍ଗେ ସାଙ୍ଗେ ଏପଟ ସେପଟ କରିକି ଭାଜିବା ଦ୍ୱାରା ପେଟି ଆଉ ଫୁଲିକି ରହେନି, ଆଉ ଉପର ଭାଗ ଏବଂ ତଳ ଭାଗ ଭଲ ଭାବରେ ଭାଜି ହୋଇଯାଇଥାଏ। ଯେତେବେଳେ ବି ଆମେ ତରକାରୀରେ ମାଛ ସବୁ ଆଡ଼୍ କରିବା, ସେ ମାଛକୁ ଯେଉଁ ପିସ୍ ଆପଣମାନେ ତରକାରୀରେ ଆଡ଼୍ କରିବେ ସେଇ ପିସ୍କୁ ଆମେ କଡ଼ା କରି ଭାଜି ନେବା, ମାନେ ବହୁତ ଭଲ ଭାବରେ ଭାଜିବା। ନର୍ମାଲ ଭଜାଠୁ ବି ଟିକେ ଅଧିକ କଡ଼ା ଯେମିତି ରହିବ ମାଛ ଭଜାଟି। ଏବେ ଚାଲନ୍ତୁ ଆମେ ମାଛ ବେସର ପାଇଁ ମସଲା ପ୍ରସ୍ତୁତ କରିବା। ପ୍ରଥମେ ଗୋଟେ ଚାମଚ, ପୁରା ଫୁଲ୍ ଚାମଚ ମୁଁ ନେଇଯାଇଥିଲି ସୋରିଷ, ହାଫ୍ ଚାମଚ ହଳଦିଆ ସୋରିଷ, ଅଳ୍ପ ଟିକେ ଜିରା, ଅଳ୍ପ କିଛି ନା ଲୁଣ ନେଇଥିଲି। ଲୁଣ ନେବାର କାରଣ ମୁଁ କହିବି ଆଗକୁ। କଞ୍ଚା ଲଙ୍କା ନେଇଯିବା, ଫାଳେ ଟମାଟୋ ନେଇଯିବା, ଅଦା ବହୁତ ଛୋଟିଆ ଅଦାଟେ ନେବା, ମାନେ ହାଫ୍ ଇଞ୍ଚଠୁ ବି ଆହୁରି ଛୋଟ ଅଦା ଆମେମାନେ ନେଇଯିବା ଏବଂ ଗୋଟେ ପୁରା ରସୁଣ ଆମେମାନେ ନେଇଯିବା। ତାର ଚୋପା ଛଡ଼େଇକି ନେଇଯିବା। ଚୋପା ନ ଛଡ଼େଇଲେ ବି ଚଳିବ, କାରଣ ଆଗକୁ ଯେଉଁ ପ୍ରୋସେସ୍ ହେବ ନା ସେଥିରେ ଚୋପା ଅଟୋମେଟିକ୍ ଛାଡ଼ିଯିବ। ଲୁଣ ନେବାର କାରଣ ହେଉଛି, ଆମେ ସୋରିଷ ମସଲା ଯେତେବେଳେ ବାଟିବା, ଆମ ମସଲା କଷିଲା ବେଳକୁ ଲୁଣ ଆଡ଼୍ ହେଇଥିବ, ଯାହାଦ୍ୱାରା ଏକରେ ତ ସୋରିଷ ମସଲା ଭଲ ଭାବରେ ବାଟି ହେଇଯିବ ଏବଂ ସୋରିଷ ମସଲାକୁ ଆମେ ଯଦି ଟିକେ ଅଧିକ ସମୟ କଷିବା ନା, ସେ ବିଲକୁଲ ବି ପିତା ଲାଗିବନି। ଧ୍ୟାନ ରଖିଦେବେ, ସୋରିଷ ମସଲାକୁ ନା ସବୁବେଳେ ବତୁରି ଦେବେ କିଛି ସମୟ ପାଇଁ, ମାନେ 10 ମିନିଟ୍ ଯାଏଁ, ତାପରେ ତାକୁ ବାଟିବେ। ଏଇଠି ଦେଖନ୍ତୁ ପୁରା କଡ଼ା କରିକି ମୁଁ ସବୁ ମାଛ ଏମିତି ଭାଜି ନେଲିଣି। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମୁଁ ରଖିଛି ଗ୍ୟାସ୍। ଏଇଠି ଦେଖନ୍ତୁ ଏପଟ ସେପଟ କରି ପୁରା କଡ଼କ ଭଜା ହେଇଯାଇଛି। ଏଇ ଭଜା ନା ଆମ ତରକାରୀରେ ପଡ଼ିବ। ଏହିପରି ଭାବରେ ବାକି ସବୁତକ ଥିବା ମାଛ ମୁଁ ଭାଜି ନେଇଥିଲି ଏବଂ ମୁଣ୍ଡକୁ ମଧ୍ୟ ଭାଜି ନେଇଥିଲି। ଏଇଠି ଦେଖନ୍ତୁ ସୋରିଷ ବଟା ଆମର ପୁରା ବାଟିକି ମୁଁ ରେଡ଼ି କରି ଗୋଟେ ସାଇଡ଼୍ରେ ରଖିଦେଇଛି। ଏଇଠି ନା ମୁଁ ଗୋଟେ ନେଇଥିଲି ପିଆଜକୁ ଏମିତି ଆମେ କଦୁକସ କରି ନେବା। କ'ଣ ପାଇଁ କହୁଛି, କାରଣ ବହୁତ ହି ବଢ଼ିଆ ଟେଷ୍ଟ ଲାଗିବ, ପିଆଜ ପାଟିକୁ ଲାଗିବନି ଏବଂ ଝୋଳର ନା କିଛି କ୍ୱାଲିଟି କିଛି ଆପଣ ନିଜେ ଫିଲ୍ କରିପାରିବେ କେତେ ସୁଆଦିଆ ବନିଛି। ପିଆଜ ବି ରହିଲା, ପିଆଜ ତ ପାଟିକୁ ଲାଗିବ ହିଁ ନାହିଁ। ବହୁତ ହି ଟେଷ୍ଟି ବନିବ ଆମର ଏଇ ମାଛ ଝୋଳଟି। ପ୍ରଥମେ କ'ଣ କରିବା ନା, ସୋରିଷ ତେଲ ନେଇଯିବା, ସେଥିରେ ପୁଣି ଆମେ କିଛି ସୋରିଷ ପକାଇ ନେବା। ଯେଉଁଟା କଦୁକସ କରିକି ରଖିଥିଲେ, ଗ୍ରେଟ୍ କରିକି ରଖିଥିଲେ ଆମର ପିଆଜ ଆଡ଼୍ କରିଦେବା। ପିଆଜ ନା ସାଙ୍ଗେ ସାଙ୍ଗେ, ମାନେ ଗୋଟେ ମିନିଟ୍ ବି ନୁହଁ, ତା ଭିତରେ ହିଁ ଭଲସେ ଭାଜି ହେଇଯିବ। ହାଲକା ଭାଜି ହେଲା ବେଳକୁ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଏସବୁ ଦେଇକି ଭଲ ଭାବରେ ଏମିତି ଗୋଳେଇ ନେବା। ମାଛ ବେସର ହେବ, ସେଥିରେ ପୁଣି ଆମ୍ବୁଲ ପଡ଼ିବନି, ଆମ୍ବୁଲ ନିହାତି ଭାବରେ ପକାଇବେ। ଆମ୍ବୁଲ ହିଁ ମେନ୍ ଟେଷ୍ଟ ଦେଇଥାଏ ଆମର ଝୋଳକୁ। ଏଇଠି ଦେଖନ୍ତୁ ଯେଉଁଟା ଆମେ ସୋରିଷ ମସଲାକୁ ଏମିତି ବାଟିକି ରଖିଥିଲେ, ତାକୁ ଗୋଟେ ଛଣା ଏମିତି ନେଇଯିବା। ସେଥିରେ କିଛି ପାଣି ଦେଇକି ଭଲ ଭାବରେ ଏମିତି ଗୋଳେଇ ନେବା, ଯାହାଦ୍ୱାରା କ'ଣ ହେବ ନା,
ସୋରିଷର ଚୋପା ତରକାରୀରେ ଯିବନି ଏବଂ ପାଟିକୁ ଲାଗିବନି, ଗ୍ୟାସ୍ ବି ସୃଷ୍ଟି ହେବନି ଏବଂ ଆମର ଝୋଳଟା ପତଳା ରହିଲେ ଟେଷ୍ଟ ବହୁତ ହି ବଢ଼େଇ ଦେବ। ଏଠି ଦେଖନ୍ତୁ ସୋରିଷର ଯେତିକି ସବୁ ଚୋପା ସବୁ ବାହାର କରିଦେଲି, ଏମିତି ଚିପୁଡ଼ିକି ବାହାର କରିନେଲି ଏବଂ ସେଥିରେ ରସୁଣ ଫସୁଣ ଯାହା ଥିଲା ସବୁତକ ଚୋପା ବାହାରିଗଲା। ସ୍ୱାଦ ଅନୁସାରେ ଅଳ୍ପ କିଛି ଲୁଣ ଦେଇଦେବା। ଆଗରୁ ଯେହେତୁ ଆମେମାନେ ଲୁଣ ପକେଇଥିଲେ, ସେ ମସଲାରେ ବି ଲୁଣ ଦେଇଥିଲେ ନା, ତେଣୁକରି ଲୁଣ ଦେଖିକି ଆମେମାନେ ଆଡ଼୍ କରିବା। ଏଠି ଦେଖନ୍ତୁ ସୋରିଷ ମସଲା ନା କଷିଲା ବେଳକୁ କେତେ ସୁନ୍ଦର ଦେଖା ମଧ୍ୟ ଯାଉଛି, ଖାଇଲା ବେଳକୁ ବି ବହୁତ ହି ଟେଷ୍ଟ ଲାଗେ। ଏଇଠି ମୁଁ ଦରସିଝା ଆଳୁ ନେଇଯାଇଥିଲି, ଯେଉଁଟାକି ମୁଁ ଭାତ ହାଣ୍ଡିରେ ପକେଇ ଦେଇଥିଲି। ସେଇ ଆଳୁକୁ ଏମିତି କାଟିକି ଏଥିରେ ଆଡ଼୍ କରିଦେଇଛି। କଞ୍ଚା ଲଙ୍କା ପକେଇବା, ବହୁତ ବଢ଼ିଆ ଫ୍ଲେଭର ଆସିବ ସୋରିଷ ମସଲାରେ, ଜାଣିଥିବେ ଆପଣ। କିଛି ଖଣ୍ଡ କରିବା ଦରକାର ନାହିଁ ଏବଂ କାଟି ରଖିଥିବା ଟମାଟୋ ଫାଳେ ହଉ କି ଗୋଟେ ହଉ, ଯାହା ହଉ ଆପଣମାନେ ପକେଇ ନେବେ। ଏଠି ଦେଖନ୍ତୁ 2-3 ମିନିଟ୍ ପରେ ଭଲ ଭାବରେ ଏଇଠି କଷି ହେଇଯାଇଛି ଆଉ ବିଲକୁଲ ବି ପିତା ଲାଗିବନି, ମୋର ଏଇଟା ପୁରା ଗ୍ୟାରେଣ୍ଟି। କଷି ହେଇଗଲା ପରେ ଆପଣଙ୍କର ଯେତିକି ଝୋଳ ଖାଇବେ, ଯେତିକି ମେମ୍ବରଙ୍କ ହିସାବରେ ଝୋଳ ଆପଣମାନେ ସେତିକି ପାଇଁ ପାଣି ଦେଇଦେବେ। ତ ଏଠି ମୁଁ 2 ତାଟିଆରୁ ଟିକେ ଅଧିକ ପାଣି ଦେଇଥିଲି ଏବଂ ପ୍ରଥମେ କ'ଣ କଲି ନା ମାଛ ମୁଣ୍ଡ ପକେଇ ତାକୁ ଫୁଟିବା ପାଇଁ ଛାଡ଼ିଦେଲି। ଏଠି ଦେଖନ୍ତୁ ଭଲ ଭାବରେ ଆମର ପୁରା ଝୋଳଟି ଫୁଟିଗଲାଣି। ଏବେ ଆମେ କ'ଣ କରିବା, ଯେଉଁ ମାଛ ସବୁ ଭାଜିକି ରଖିଥିଲେ ଝୋଳ ପାଇଁ ସ୍ପେଶାଲି, ସେଇ ସବୁ ମାଛକୁ ଆମେମାନେ ଆଡ଼୍ କରିନେବା। ବହୁତ କଡ଼କ ଭଜା ହେଇଛି, ମାତ୍ର 2-3 ମିନିଟ୍ ଖଣ୍ଡେ ଏମିତି ସୋରିଷ ମସଲାରେ ହିଁ ଫୁଟେଇବା। ସେ 3-4 ମିନିଟ୍ ବାସ୍ ସେତିକି ହିଁ ଫୁଟେଇବା, ବହୁତ କାଫି। ଏବଂ ମାଛ ନା ସେ ସବୁ ଝୋଳକୁ ଆବଜର୍ଭ କରିବ ଏବଂ ଟେଷ୍ଟ ବହୁତ ବଢ଼ିଆ ଆସିବ। ଆମ ଘର ହଉ କିମ୍ବା ମୋ ଯେତିକି ବି ଆମର ସାଙ୍ଗସାଥି ଏବଂ କିଛି ସମ୍ପର୍କୀୟ ହୁଅନ୍ତୁ, ସେମାନଙ୍କୁ ସମସ୍ତଙ୍କୁ ଏ ମାଛ ଝୋଳ ବହୁତ ଭଲ ଲାଗେ। ଖାସ୍ କରି ପତଳା ଝୋଳ ହିଁ ଭଲ ଲାଗେ। ଆଉ ଯେଉଁମାନେ ପତଳା ଝୋଳ ଖାଇବାକୁ ଭଲ ପାଆନ୍ତି, ସେମାନେ ନିହାତି କମେଣ୍ଟରେ କହିବେ ଏବଂ ଆପଣ କେଉଁଠୁ ମୋର ଏଇ ଭିଡ଼ିଓଟି ଦେଖୁଛନ୍ତି, ଆପଣଙ୍କର ଜିଲ୍ଲାର ନାଁ ଏବଂ ସ୍ଥାନର ନାଁ ମଧ୍ୟ କହିବେ। ଆଉ ଯଦି ଚ୍ୟାନେଲକୁ ନୂଆ ଭାବରେ ଆସୁଛନ୍ତି, ନିହାତି ଭାବେ ସବସ୍କ୍ରାଇବ୍ କରିବେ ଏବଂ ଫେସବୁକରେ ଦେଖୁଥିଲେ ଫଲୋ ତ କରିବାକୁ ରହିଲା ଅନୁରୋଧ। ଏଠି ଦେଖନ୍ତୁ ଭଲ ଭାବରେ ଆମର ଫୁଟିଗଲାଣି, ଝୋଳ ପୁରା ବଢ଼ିଆ ହେଇଯାଇଛି। ମାଛ ଏବଂ ଭାଙ୍ଗିନି, ମାଛ ବି ବଢ଼ିଆ ଭାବେ ଝୋଳକୁ ଆବଜର୍ଭ କରିଦେଇଛି, ପତଳା ହେଇକି ପୁରା ଝୋଳ ରହିଛି। ଗ୍ୟାସ୍ ଅଫ୍ କରିଦେବା। ଏବେ କ'ଣ କରିବା, ରେଡ଼ି ହେଇଯିବା ଗରମା ଗରମ ଭାତ ସାଙ୍ଗରେ ଗରମ ଗରମ ପତଳା ଝୋଳ ଖାଇବା ପାଇଁ। ଆଉ ଆପଣ ଯଦି ସାଇଡ଼ରେ ଟିକେ କଞ୍ଚା ଲଙ୍କା ଦଳିକି କିମ୍ବା ଚକଟିକି ଖାଉଛନ୍ତି, ବହୁତ ହି ଟେଷ୍ଟ ଲାଗେ। ତ ନିହାତି ଭାବରେ ଭାବୁଛି ଆଜିର ରେସିପିଟି ଆପଣମାନଙ୍କୁ ପସନ୍ଦ ଆସିଥିବ ଏବଂ କାହାକୁ କାହାକୁ ମାଛ ଝୋଳ ପତଳା ପସନ୍ଦ, ନିହାତି ଭାବେ କମେଣ୍ଟ କରିବେ। ରହିଲି, ପୁଣି କିଛି ନୂଆ ଓଡ଼ିଆ ଅଥେଣ୍ଟିକ୍ ରେସିପି ନେଇକି ଆସିବି, ଗାଁ ରୋଷେଇ ନେଇକି ଆସିବି। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ବାଏ।